ଶିମିଳିପାଳ ସୁରକ୍ଷା ସଚେତନତା ଅଭିଯାନ ଶୁଭାରମ୍ଭ। ନଭେମ୍ବର ମାସ 18 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ଉତ୍ତର ବନ୍ୟପ୍ରାଣୀ ଶିମିଳିପାଳ ବନଖଣ୍ଡ ପକ୍ଷରୁ ଶିମିଳିପାଳ ସୁରକ୍ଷା ସଚେତନତା ଅଭିଯାନ ଶୁଭାରମ୍ଭ ହୋଇଛି। ଶିମିଳିପାଳ ବନ୍ୟପ୍ରାଣୀ ଶିମିଳିପାଳ ବନଖଣ୍ଡ ଉପନିର୍ଦ୍ଦେଶକ ସାଇ କିରଣ ଡି.ଏନ୍.ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସହକାରୀ ବନ ସଂରକ୍ଷକ ନିକେଶ ମହାପାତ୍ର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୃଥିବୀ ମାନଚିତ୍ରରେ ଏକ ମୁଖ୍ୟ ପରିଦର୍ଶନ ସ୍ଥଳୀ ଭାବରେ ଅଧିକାର ପାଇଥିବା ଶିମିଳିପାଳ ଅଭୟାରଣ୍ୟର ବନ୍ୟପ୍ରାଣୀ ସୁରକ୍ଷା, ଅଗ୍ନି ନିବାରଣ ବା ନିଷେଧ, ଜଙ୍ଗଲ ଗଛପତ୍ର ସୁରକ୍ଷା, ଜଙ୍ଗଲ ଜମି ଭୂମି ଅତିକ୍ରମଣ, ଜଳଉତ୍ସଗୁଡ଼ିକ ସୁରକ୍ଷା ଓ ପର୍ଯ୍ୟଟକଙ୍କୁ ଏହା ମଧ୍ୟରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖାଇବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଇତ୍ୟାଦି ବିଷୟରେ ସଚେତନତା ଚଳଚ୍ଚିତ୍ର ମାଧ୍ୟମରେ ସଚେତନ ବାର୍ତ୍ତା ପ୍ରେରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବନାଞ୍ଚଳ ଅଧିକାରୀ ଇକୋ ଟୁରିଜିମ ହରିହର ମାଝୀ, ବନପାଳ ଅର୍ଜୁନ ମହାକୁଡ ଏବଂ 4 ଜଣ କାର୍ଯ୍ୟକର୍ତ୍ତା ପରିଚାଳନା କରିଥିବା ବେଳେ ମାଷ୍ଟର ଟ୍ରେନର ରିସର୍ଚ୍ଚ ପର୍ସନ ସୁବ୍ରତ କୁମାର ବିଶ୍ବାଳ ସଂଯୋଜନା କରିଥିଲେ। ଚଳଚ୍ଚିତ୍ର ନିଆଁ ଛାରଖାର କରେ ଦୁନିଆ ପ୍ରଦର୍ଶିତ ହୋଇଥିଲା। ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ଶିମିଳିପାଳ ମଧ୍ୟରେ ଓ ସଂଲଗ୍ନରେ ଥିବା ଗାଁଗୁଡ଼ିକରେ ଆଗେଇ ଚାଲିଛି। ଏହି କାର୍ଯ୍ୟକ୍ରମ ଗାଁଗୁଡ଼ିକର ଯୁବପିଢ଼ି, ସ୍ୱୟଂ ସହାୟକ ଦଳ ଓ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ଆଦୃତ ଓ ଆକୃଷ୍ଟ ଲାଭ କରିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି. ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।